ସୁଭଦ୍ରା ଯୋଜନାରେ ଏମାନଙ୍କୁ ମିଳିବ 50,000 ଟଙ୍କା। ଜାଣନ୍ତୁ ଆବେଦନ ପ୍ରକ୍ରିୟା। ତା ସହ ଆପଣ ଆମ ଚ୍ୟାନେଲକୁ ନୂଆ କି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେତେବେଳେ ବି ଏହିପରି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଦୀର୍ଘ 25 ବର୍ଷ ପରେ ବଦଳିଲା ଓଡ଼ିଶା ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍ରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 4ଟି ବଡ଼ ପ୍ରସ୍ତାବ ଉପରେ ମୋହର ମାରିଛି ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍। ତାହା ଭିତରେ ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା ହୋଇଛି। ତାହା ହେଉଛି ଆଗାମୀ 100 ଦିନ ଭିତରେ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା। ତେବେ ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନା କ'ଣ, ଏଥିରୁ କେମିତି ଲାଭ ଉଠାଇ ପାରିବେ। ନିର୍ବାଚନ ପୂର୍ବରୁ ବିଜେପିର ତାର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନା ଲାଗୁ କରାଯିବ। ଶେଷରେ ତାହା ହିଁ ହେବାକୁ ଯାଉଛି। ଆଗାମୀ 100 ଦିନ ଭିତରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଓଡ଼ିଶାରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରତି ମହିଳାଙ୍କୁ 50,000 ଟଙ୍କାର କ୍ୟାଶ୍ ଭାଉଚର ମିଳିବ। 2 ବର୍ଷ ମଧ୍ୟରେ ଏହାକୁ ସେମାନେ ଖର୍ଚ୍ଚ କରିପାରିବେ। ତେବେ ଏହାକୁ ସେମାନେ କେମିତି ପାଇବେ ଓ କିପରି କାର୍ଯ୍ୟକାରୀ କରିବେ, ଆସନ୍ତୁ ଜାଣିବା। ଏହି ସୁଭଦ୍ରା ଯୋଜନାରେ ଆବେଦନ ଉଭୟ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ହୋଇପାରିବ। ଏହି ଯୋଜନାରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ସଶକ୍ତ କରିବା, ଯାହା ବିଜେପି ସରକାର ଦ୍ୱାରା ଆରମ୍ଭ କରାଯାଇଛି। ବିବାହିତ ମହିଳାମାନେ ଏହି ବ୍ୟବସ୍ଥା ଅନୁଯାୟୀ ନଗଦ ପୁରସ୍କାର ରାଶି ପାଇବେ। 2 ବର୍ଷ ମଧ୍ୟରେ ବ୍ୟବହୃତ ହେବାକୁ ଥିବା ମହିଳାମାନଙ୍କୁ 50,000 ଟଙ୍କା କୁପନ ଦିଆଯିବ। ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସମାଜରେ ମହିଳାଙ୍କ ସ୍ଥିତିକୁ ସୁଦୃଢ଼ କରିବା ଏବଂ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା, ଯାହାଦ୍ୱାରା ସେମାନେ ନିଜେ ଯତ୍ନ ନେଇପାରିବେ। ଏହି ଯୋଜନାରେ ଆବେଦନ କରିବା ପାଇଁ ଏହି ସବୁ ଡକ୍ୟୁମେଣ୍ଟ ସବୁ ଆବଶ୍ୟକ। ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ଫଟୋ, ଇନକମ୍ ସାର୍ଟିଫିକେଟ୍, ରାସନ କାର୍ଡ଼ ଆଦି ଆବଶ୍ୟକ। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। କେବଳ ବିବାହିତ ମହିଳା ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରତି ପରିବାର ଜଣଙ୍କୁ ହିଁ ଯୋଜନାର ଲାଭ ମିଳିବ। ମହିଳାଙ୍କ ବୟସ 23ରୁ 59 ହୋଇଥିବା ଆବଶ୍ୟକ। ଏହା ସହ ସବୁଠାରୁ ବଡ଼ କଥା ହେଉଛି ସରକାରୀ ଚାକିରି କରିଥିବା ମହିଳା ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ପରବର୍ତ୍ତୀ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଏହି ଯୋଜନାରୁ ସାମିଲ କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା ସରକାର ଏନେଇ କୌଣସି ଅଫିସିଆଲ ୱେବସାଇଟ୍ ଲଞ୍ଚ କରିନାହାନ୍ତି। ଖୁବ୍ ଶୀଘ୍ର ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ୍ ଆସିବ ବୋଲି କୁହାଯାଇଛି।